तुमरी मानक संगे रही अपना घर छाड़ी पड़े आसी। तुम परी गोटे मुस्लिम ए ब्राह्मण घर रही गोटे घर ना धर्मशाला। देख भाई कौन कौन देख भाई ये जगणिया पठार कौन देख भाई तू जगणिया भलरे जीवनु मु एबे जाउची गाँ लोक डाकिबी जगणिया म जाति मारा कर बाकेना अल्लाह पठाइছিল मा से माने मते बाहर करि परिबेनी। हां तो अल्लाह पठाइची कम जाति मारा करिबाकू ओदती कथा कहू मा जाकू इंसान तैयारी करिची अल्लाह जेते बेले इंसान बनैला से कहि नतिला तू हिंदू तू मुसलमान लेकिन किछि संत मौलवी माने आम मझिरे गार टाणी आमको अलगा करदेले किछि लोकन को पठै देले मस्जिद को आउ किछि लोकन को पठै देले मंदिर को बस ये होची जाति आउ जातक ए बेकार कथार जाति जीवनी मा तामाने बेकार कथा कहि देले आमे मानि जीवु गोटे विधर्मी कथारे आमे हम धर्म नष्ट कर देबु। जाओ बाहर जा करू दरवाजा इंसान को भीतर को डके लेकिन दीवार इंसान को बाहर रखे। ओ धर्म दरवाजा ले ऊपर वाला खुशी हुए लेकिन दीवार ले से गुस्सा करे गुस्सा। ओ तामाने तमे कहूछो अतिथि परी कबाट खोली आमे हम घर भीतर डाकी नेबू। हां ये सत्य की है गले ये मो बड़ा बड़ा आ पानी पाइबेनी खाली सत्य की बोल बाबू ए सामाजिक रचंद्र भय भी रहिची ले राती पाइले काली सकाळ हम रास्ता अलग हाइजो केवल तमरी पाई ए दियो देउला टूटो घाट सब अलग हेजी बोला मा ना समिति करिबा पाई कई अंतिरा जन्म हैनी तू तो मोटे अंतरा जन्म हैजो पहले अंतरा जन्म जगली का पठार बाहर मगर बाहर
ଜମା ଯାଉନି। କ'ଣ ପାଇଁ ତମେ ଏଠି ରହିବାକୁ ଚାହୁଁଛ କୁହ? ତମ ରହିବାର ଉଦ୍ଦେଶ୍ୟଟା କ'ଣ? କିଛି ବି ଉଦ୍ଦେଶ୍ୟ ନାହିଁ ବେନ୍, କେବଳ ମାର ସେବା କରିବି, ଛୋଟ ଭାଇ କି ପ୍ୟାର ଦେବି, ଆଉ ତମ ଭଳି ବେନ୍କୁ ପ୍ରତ୍ୟେକ ମୋଡ଼ରେ ସାହାଯ୍ୟ କରିବି। ସେବା ସାହାଯ୍ୟ ଭଲ ପାଇବାରେ କଥାଟାକୁ ସାରିଦେବାକୁ ଚାହୁଁଛ ନା ଏଠିକି ଆସିବାର ଆଉ କିଛି କାରଣ ଅଛି? କିଛି ବି କାରଣ ନାହିଁ ବେନ୍, ତମେ ମୋ ଲାଗି ଏମାନଙ୍କୁ ଟିକେ ବୁଝାଇ ଦିଅ। ମୁଁ କଥା ଦଉଛି ବେନ୍, ତମ ମଝି କଞ୍ଚାକୁ କେବେ ବି ପଶିବାକୁ ସାହସ କରିବିନି। ଘରର ଅଳିଆ କବାଟ କୋଣରେ ରହିପାରୁଛି, ମତେ କ'ଣ ସେଇଠି ଟିକେ ଜାଗା ମିଳିବନି? ନା, ତମକୁ ଏ ଘରେ ଟିକେ ବି ଜାଗା ମିଳିବନି। ଏ ଜଗରିଖିଆ ତୁ ଭଲରେ ଯିବୁନି। ତୁ ଯଦି ଆଜିରେ ଭଲ ନ ଯାଉ ଏଇଠି ଅନେଇଲୁ, ମୋ ଘର ଗୋଟେ ଦାଢୁଆ ପନିକି ଅଛି, ଆଣିବି କାଟି ଦେବି, ପୁରା ବେସର ଲଗେଇଦେବି। ତମେ ମତେ ହାଣ କାଟ ଯାହା ମର୍ଜି ତା କର, ମୁଁ ଏ ଘର ଛାଡି ଯାଇପାରିବିନି, ମଲା ଯାଏ ରହିବି। ଜଗରିଖିଆ ତୁ ଯିବୁନି କ'ଣ ବେ? ଜଗରିଖିଆ ତ ବାପା 14 ପୁରୁଷ ଯିବ। ଜଗରିଖିଆ ପଠାଣ କଲେ କବାଟ କଣରେ ରହିବ। ଏ ନୀଳ ଗୋଟେ କାମ କର, ତା ଜିନିଷ ପତ୍ର ନେଇ ସବୁ ବାହାର ଫୋପାଡ଼ି ଦେ। ଏଇଟା ଘରୁ ବାହାର କର। ଆରେ ବାହାର କର। ବୋଉ, ତମେ ଟିକେ ଚୁପ୍ ହେଇଯାଅ ବୋଉ। ସେ ଯଦି ଏତେ ସବୁ ପରେ ଏ ଘରୁ ଯିବାକୁ ଚାହୁଁନାହାନ୍ତି ତାହେଲେ ଏ ଘରର ଅଳିଆ ଫଳି କବାଟ କଣରେ ସେ ପଡ଼ି ରୁହନ୍ତୁ। ତୋ ଓକିଲାତି କରିବା ସେତିକି ଥାଉ। ଇଏ ପଠାଣ ପାଇଁ ତୁ ଓକିଲାତି କରୁଛୁ, ଇଏ ସିଏ ପୁରା ଘରେ ରହିବ, ପାପ ଲାଗିବ। ଇଏ କଥାକୁ ତୁ ଜାଣିନୁ। କାହାକୁ ତମେ ପାପ ବୋଲି କହୁଛ? କାହାକୁ ତମେ ବିଧର୍ମୀ ବୋଲି କହୁଛ? ଆରେ ମୁଁ ତ ପୁଣି ଗୋଟେ ବିଧର୍ମୀ ପାଖରେ ଚାକିରି କରି ତମକୁ ଟଙ୍କା ଆଣି ଦଉଛି, ମୋର ରୋଜଗାରରେ ପୁଣି ଏ ଘର ଚଳୁଛି। ସେଇଟା ଯଦି ପାପ ଲାଗିଲାନି ତାହେଲେ ଇଏ ଏ ଘର ହେଲେ ପାପ ଲାଗିଯିବ କାହିଁକି? ତୁ ଚୁପ୍ କରବା। ନାଇଁ ବୋଉ, ତମେ ବୁଝିବାକୁ ଚେଷ୍ଟା କର। ଜାତି ଜାତକ ଏସବୁ ଆମେ ମାନେ ତିଆରି କରୁଛି, ଜାତି ବୋଲି ଦୁନିଆରେ କିଛି ନାହିଁ। ତାମାନେ ତମରି କଥାରେ ୟାକୁ ଆମେ ଆମ ଘର ରଖିବୁ? ଏ ସେତିକି ହେଇଗଲେ ମୋ ଠାକୁର ପୁରା ଆଉ ଭୋଗ ଖାଇବେନି। ହେ ବୋଉ, ତମେ କୋଉ ଠାକୁରଙ୍କ କଥା କହୁଛ? ଠାକୁର କଥା କହୁଛି। ଯୋଉ ଠାକୁର ଘରେ ତମ ଜଗନ୍ନାଥ ବସିଛନ୍ତି ସେଇ ଜଗନ୍ନାଥ ହଉଛନ୍ତି ଏ ମୁସଲମାନଙ୍କର ପ୍ରିୟ। ବରଂ ଇଏ ଏ ଘରେ ରହିଲେ ତମ ଜଗନ୍ନାଥ ଆହୁରି ଖୁସି ହେଇଯିବେ। ହେ କ'ଣ କହିଲୁ? ଇଏ ଜଗନ୍ନାଥଙ୍କର ମୁସଲମାନ ହଉଛନ୍ତି ପ୍ରିୟ। ହେ କି ପ୍ରିୟ ମତେ ଦେଖାଉଛି, କି ପ୍ରିୟ ମତେ କହିଲୁ? ଯାଅ ଯାଇକି ପଚାର ସେ ବଡ଼ ପଣ୍ଡିତ ମାନଙ୍କୁ, ପଚାର ଯାଇ ସେ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କୁ। ସେମାନେ ଯଦି କହିଦେବେ ଯେ ମୁସଲମାନଙ୍କ ସହିତ ଜଗନ୍ନାଥଙ୍କର କୌଣସି ସମ୍ପର୍କ ନାହିଁ ତାହେଲେ ତମେ ୟାକୁ ତଣ୍ଟିଆ ମାରି ଏକରୁ ବାହାର କରିଦେବ। ତୁ କ'ଣ କହୁଛୁ? ହଁ ବୋଉ, ଜଗନ୍ନାଥ ଆମ ଭଳି ହିନ୍ଦୁମାନଙ୍କୁ ଯେତିକି ଭଲ ପାଆନ୍ତି ମୁସଲମାନଙ୍କୁ ବି ସେ ସେତିକି ଭଲ ପାଆନ୍ତି। ଆଉ ମୁସଲମାନଙ୍କୁ ସେ ଏତେ ଭଲ ପାଆନ୍ତି ଯେ ରାତି ଅଧରେ ତାଙ୍କୁ ଇସଲାମ ନାମ ଗାୟତ୍ରୀ ମନ୍ତ୍ର ଡାକନ୍ତି, ଯାହାକୁ ମାଦଳ ବାଜେଇ ନିଶି ଗାୟତ୍ରୀ ମନ୍ତ୍ର ବୋଲି କୁହାଯାଏ। ଯୋଉଠି କୋଟି ଓଡ଼ିଆର ମଉଡ଼ ମଳି ହଉଛନ୍ତି ମୁସଲମାନ ପ୍ରିୟ, ସେଇଠି ଗୋଟେ ଓଡ଼ିଆ ଘରେ ତାହେଲେ ମୁସଲମାନ ରହିପାରିବନି କାହିଁକି? ପୁଅ ଋଷି ହେଲେ ମା ତାକୁ କୋଳରେ ବସାଏ, ଗେଲ କରେ, ହେଲେ ମା କ'ଣ ତା ପୁଅ କେମିତି ଘରୁ ବାହାର କରିଦେଇପାରେ? ଆଜି ନଫରତ କରୁଥିଲ ମା, ଦିନ ଆସିବ ତୁ ଦିନେ ମତେ କୋଳରେ ବସାଇବା ପାଇଁ କ'ଣ ଛୁଆ ପରି କାନ୍ଦିବୁ। ଯଦି ସେତିକି ନ ହୁଏ ମୁଁ ମୋ ମୁଣ୍ଡ କାଟି ତୋ ପାଦ ତଳେ ଥୋଇଦେବି ଲୋ ମା। ତମ କୋଳରେ ବସିବାକୁ ଯାହାର ଏତେ ଲୋଭ ଅଛି ସେ କେମିତି ଯାଇପାରିବ? ନା ମା, ମୁଁ ଯାଇପାରିବିନି, ମୁଁ ମଲା ଯାଏ ରହିବି। ତୁ ପୁଣି ସେଇ କଥା କହିଲୁ? এইটাকে গোইঠা মাইলে ভি সে ঘর জীবনী। হেটা এইটি পড়ি থাও, চলো আমি খাই পিকি শোইবা। চলো চলো। কোন কইলে বউ ইয়ে উপাস শোইবে? না, উপাস কাই শোইবে? এ ছ তরকারি ন তিউন রাঁধি দেবি, এ জগনিখিয়া পঠাণ গেম্ফা মারিব। রাতি অধ হলানি গপনা ঘর ভিতর চাল খাই শোইবা। এ
भाई भाई उठो भाई। नियो भाई ए खाइबा तिको खाई दियो। ना मु से खाइबा खाई परिबिनी भूका रहिबा मोर अभ्यास अछि। हो तमे बुझुन कहीं कहल तमे हो आम घर अतिथि अतिथि उपास रही भगवान आम उपर रागिबे। अरे तमे बुझुन कहीं बेन तुम माँ देखिले गुस्सा करिब सेतिपाई तुम जमारू व्यस्त हुअनि माँ शोई पड़ी सी जमा जानी पारबनी। नील नील ए खाइबा तिक खाई दियो। ये रुटी नो ये रुटी वाला मो कुकुर खाइबो ए जोगणी खिया खाई परिबनी। तुम सेमिति कोनी अतिथि आम पे ईश्वर। हाँ तू कोन जानिनु ये पठारे थाली रे खाइले थाली आउ जाई पिनी के जीवन ए सोई पइला पर लुचि लुचि खाइबा को नै आइछु ए सत्य जेमते गोटाई নাই दी खड होइछि। तू जोगणी खिया पठार पास गोटाए माँ ता पुओ मोर खाइबा छड़ाई नेला रुटी दीपटा कुकुर को देई देबा को चाइला बचे हेले मते देलानी। गोटे पुओ पई अबड़ार हाट लागिबो आउ पर पोएटी उपास रहिबो। मु ए घरे कुणिया होई ठीक करिछि ना भूल करिछि पाप करिछि ना पुण्य करिछि कला कला क से ग्लासरे मुआ लगिले से देई पिंडी को जाई परिबनी काहे ना मु विधर्मी पटाण। पानी टिके पी दो। जीवन
लोभरे दौड़ी पड़े जाऊछु रे चल तते अपेक्षा करिछि खाली मालाटा अदल बदल करदेले झमेला शेष ना मु ताको बाहा हेबिनी ताले कबूल करूथलु काहेकि तमरी भୟରେ कबूल करथिली तमर धर्म आ मोरी को भୟରେ कबूल करथिली हेलो एबे से भय टूटी गला मल्ला मौलवी समस्त सामने छाती को धू करदेलु ओहो असल बेले से ब्राह्मण टोका कथाटा मन पड़गला फूल दशा अच्छी तो राजी हो जा नहले जीवनता कबर देदेवी तमर जा इच्छा से करो मु ताको बाहा हेबिनी खाली मो मुँह पर जवाब दौचु अबे हाँ मु तम मुहरे जवाब दउची जवाब पाटी चुप नहले जीवटा को ओपाड़ी देवी तू एठी ओ आलिया तो फोन करी डकई दे भल है छड़ा पठान घरे भोजी खाइबू छड़ा घर को जीवू देख और किसी देखिबार नहीं अभी मालाटा अदल बदल हम साला तू देखिबू ମୁଁ ଦେଖିପାରିବିନି रे कौन कहलू ତାରି ପୂର୍ବରୁ ଅନ୍ଧ ହୋଇଯିବି ଆଲିଆ ଆଉ କାହାକୁ ବିବାହ କଲେ ଫଗୁଣ ବେରଙ୍ଗ ହୋଇଯିବ ଜହ୍ନରୁ ନିଆଁ ବର୍ଷିବ ଆଉ ଫୁଲମାନେ ହଠାତ୍ କଣ୍ଟା ବାଲ୍ଟି ଯିବେ ତମେ କୁହ ଏତେ ଗୁଡ଼ିଏ ପରିବର୍ତ୍ତନ ଦେଖିବା ପୂର୍ବରୁ କ'ଣ ଅନ୍ଧ ହୋଇଯିବା ଭଲ ନୁହେଁ ପ୍ଲିଜ୍ ଭାଇ ଆମ ଦି ଜଣକୁ ଗୋଟେ ରାସ୍ତାରେ ଚାଲିବାକୁ ଦିଅ ଆଉ ଗୋଟେ ବସାରେ ରହିବାକୁ ଦିଅ ए मारी देवी हिंदू ना धोइले तत्ते काटिबी आउ तो संगरे ताकू भी काटी देबी तम भाग्य भलो रमजान भाई नहीं ए रमजान कोन मु डरिची डरिच बोली तो चोर को बोली लुचि लुचि बाहर कर देबा बसिछ जदि तमर साहस थिला ताहले ताको खबर देलगी ए से बेकार बात बंद कर ला तू बहुत कहलू मु बहुत सुनिली अभी मालाटा बदल बदल करिबू बे कौन तम इच्छा रे ए हम इच्छा रे तमर इच्छा थिले आई मीन मोर भी इच्छा नहीं मु तम कथा को मानि नहीं परिबिनी ए कौन कहलू शादी करिबू ना नहीं 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 भाई शादी करिबू ना नहीं भाई मु तम कथा रे राजी अरे हुई ना आत्मा नल्ली जैसी बात ए हुसैन आ जाओ मेरे बहन निकाह के लिए तैयार है आ जाओ ए आलिया दो वाला दो ए दो बूटी अबे दो कोला करे करे कोला साला ठीक अच्छे ये बात दिमाग में बैठ गया चल चुप कर मत बुझेगा तोर बयस है मु जहाँ निष्पत्ति नहीं से ही हम आनी ए घर को नातुणी बहु होगी आसब मु जानी आनी ते बह करने राजी आनीर बापा कथा हवा पूर्व मु थे आनी कथा चाहूँगी तू आनी की फोन करूँ हाँ फोन करी से आसवाक भी कही तथापि 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 कौन
ତୁ ଫୋନ୍ କରିଥିଲୁ ତ? ହଁ ଜେଜେ ମୁଁ ଫୋନ୍ କରିଥିଲି ହେଲେ ସେ ଆସିବାକୁ କହିଛି। ହଉ ଠିକ୍ ଅଛି, ତୁ ଗୋଟେ କାମ କର, ମୁଁ ଭିତରେ ଅଛି, ଆସିଲେ ମୋତେ ଖବର ଦେବୁ। ଜେଜେ ଆରେ ଓମ୍, ଆରେ ଓମ୍, ତୁ ସକାଳୁ କୁଆ ଯାଇଥିଲୁ? ଏ କୁଆ ଯାଇଥିଲୁ? ତତେ କ'ଣ ପଚାରୁଛି ପରା? ଆରେ କୁଆ ଯାଇଥିଲୁ? ଯେ କ'ଣ ହେଇଛି? ଓମ୍, ଆରେ ମୁଁ ଗୋଟିଏ ପରିସ୍ଥିତିରେ ପଡ଼ି ବିବାହ କରିଛି। ବାହା କରିଛୁ? ତୁ ଏମିତି କି ପରିସ୍ଥିତିରେ ପଡ଼ିଗଲୁ ଯେ ବିବାହ କରି ପକାଇଲୁ? ଆରେ ବିବାହ ତ କଲୁ, ମତେ ଟିକେ ଜଣେଇ ପାଇଲୁନି? ଆରେ ମତେ ଜଣେଇବା ଯଦି ତତେ କଷ୍ଟ ହେଲା, ତୁ ଈଶୁକୁ ତ ଫୋନ୍ କରି ଜଣେଇ ପାରିଥାନ୍ତୁ, ସେତିକି ବି କଲୁନି? ଜେଜେ ଓମ୍ ତ ଭୁଲ କରିସାରିଛି। ସେ ତାର ତ ଯାଏ ପିଲାଳି ଆମେ ଯାଇନି, ସେ କଥା କ'ଣ ଛୋଟ କଥା ଧରିଲେ ଚଳିବ? ମୁଁ ଚାହୁଁଛି ତମେ ତାକୁ କ୍ଷମା କରିଦିଅ। ଓ ତୁ ଚୁପ୍ କର। ଦେଖିଲୁ ତ ଛୁଆଟାକୁ ମାରି ଭାଇକି ଟଙ୍କା ଦେଇଥିଲୁ, ଭାଇ କେମିତି ଭଗାରୀ ଭଳି ବ୍ୟବହାର କଲା ଦେଖିଲୁ ତ? ହଉ ହେଲା, ଅରେ କୁଳାନ୍ଧର ତୁ ତ ଆସିଲୁ, ମୋ ନାତୁଣୀ ବୋଉ କୋଉ ଠିଆ କରି ଆସିଲୁ? ଯା ଯା ମୋ ନାତୁଣୀ ବୋଉ ନେଇକି ଆସିବୁ, ଯା। ଆରେ ଯା ପରା କହିଲି ତତେ। ହଁ ଜେଜେ, ଯା। ବାହା ହେଇ ପଳେଇ ଆସ ଆଲିଆ, ଭିତରକୁ ଆସ। ଇଏ ମୋ ଜେଜେ, ଆଉ ଇଏ ମୋ ଭାଇନା। ହଁ ମା ହଁ, ମହିଷ ଲକ୍ଷ୍ମଣୀ ହେଇଥା। ହେଲା ବୋଉ ହେଲା। ଆଚ୍ଛା ମା, ତମ ନାଁଟା କ'ଣ? ଜେଜେ ମୋ ନାଁ ହେଉଛି ଆଲିଆ। ଆଲିଆ? ଇଏ ତ ଗୋଟେ ବିଦେଶୀ ନାଁ ପରି ଲାଗୁଛି। ହଁ ଚଳିବ ଚଳିବ ଚଳିବ। ଏ ଓମ୍, କାହିଁ ଠିଆଟା ହେଇ ରହିଲୁ? ଯା ମୋ ନାତୁଣୀ ବୋଉ ନେଇ ଘର ଭିତରୁ ଯା। ଚାଲ ଆଲିଆ। ଯା। ଆଚ୍ଛା ମା ଆଲିଆ, ମୁଁ ଆଉ ଗୋଟେ କଥା ପଚାରିବା ପାଇଁ ଭୁଲିଗଲି। ତମେ ମହାପାତ୍ର ଘରର ଝିଅ ନା ଆଚାର୍ଯ୍ୟ ଘରର ଝିଅ? ମୁଁ ଭାବୁଛି ତମେ ନିଶ୍ଚୟ ଜଣେ ଆଚାର୍ଯ୍ୟ ଘରର ଝିଅ ହେଇଥିବ। ନାଇଁ ଜେଜେ, ମୁଁ ହେଉଛି ଗୋଟେ ମୁସଲିମ ଘରର ଝିଅ। ତମେ ଗୋଟେ ମୁସଲମାନ ଘରର ଝିଅ? ଘରର ଝିଅ କେବେ ହେଲେ ଅନାକାଶ ମହାପାତ୍ରର ଘର ଭିତରକୁ ଯାଇପାରିବନି। ଯେତେ ଶୀଘ୍ର ପାରୁଛ ମାଖି ସାମ୍ନାକୁ ପଳେଇ ଯା। ଆରେ ଯାଅ ପରା କହିଲି। ଜେଜେ ହଁ ଓମ୍ ତ ଭୁଲ କରିସାରିଛି, ସେଥିପାଇଁ ମୁଁ ଚାହୁଁଛି। ତୁ ଚୁପ୍ କର। ଏ ଓମ୍, ଯେତେ ଶୀଘ୍ର ପାରୁଛୁ ଏଇଟାକୁ ମୋ ଆଖି ସାମ୍ନାକୁ ନେଇ ଚାଲିଯା। ତୁ ଗଲା ପରେ ଏ ଘରକୁ ମୋତେ ଗୋବର ପାଣି ପକେଇ ପବିତ୍ର କରିବା ପାଇଁ ପଡ଼ିବ। ଜେଜେ, ଆଲିଆ ମୁସଲମାନ ଘରେ ଜନ୍ମ ନେଇଛି ସତ, ହେଲେ ତା ପାଖରେ ହିନ୍ଦୁ ଘରର ସଂସ୍କାର ଅଛି ଜେଜେ। ତୁ ମୋତେ ଛୋଟ ପିଲା ବୋଲି ଭାବୁଛୁ? ଗୋଟେ ମୁସଲମାନ ଘରର ଝିଅ ପାଖରେ ପୁଣି ହିନ୍ଦୁ ଘରର ସଂସ୍କାର? ତୋ କଥାରେ ମୁଁ ବୁଝିନେବି, ଆଉ ଏଇଟାକୁ ବନ୍ଦାପନା କରି ଘର ଭିତରକୁ ନେଇଯିବି? ହେଇପାରିବନି। ଜେଜେ ମୁଁ ଶୁଣିଛି ଆପଣ ପାଣି ଛିଞ୍ଚି ଦେଲେ ପାପେ ବି ପବିତ୍ର ହେଇଯାଏ। ଯଦି ମୁଁ ମୁସଲିମ ଘରେ ଜନ୍ମ ନେଇ ମୁଁ ପାପ କରିଛି, ତାହେଲେ ଆପଣ ମୋତେ ପବିତ୍ର କରିଦିଅନ୍ତୁ ଜେଜେ। ହେଲେ ମୁଁ ଆପଣଙ୍କ ହାତ ଯୋଡ଼ି ଅନୁରୋଧ କରୁଛି ଜେଜେ, ଦୟାକରି ଆପଣ ମୋତେ ଏ ଘରେ ରହିବାକୁ ଦିଅନ୍ତୁ ଜେଜେ, ରହିବାକୁ ଦିଅନ୍ତୁ। ତୁ ଅନାଦାସ ମହାପାତ୍ର ଘରେ ରହିବା ପାଇଁ ଚାହୁଁଛୁ? ଆଉ ଅନାଦି ଦାସ ମହାପାତ୍ର ନାତୁଣୀ ବୋଉ ଗଛ ତଳେ ରହିଲେ ତମକୁ କ'ଣ ଭଲ ଲାଗିବ ଜେଜେ? ମୁଁ ମାନୁଛି ଜେଜେ, ତମକୁ ଆଘାତ ଦେଇ ଆଲିଆକୁ ବିବାହ କରି ବ୍ରାହ୍ମଣ ଘରର ପରମ୍ପରାକୁ ନଷ୍ଟ କରିଦେଇଛି, ସେଥିପାଇଁ ମୋତେ ଶାସ୍ତି ଦିଅନ୍ତୁ ଜେଜେ। ହେଲେ ଆଲିଆକୁ ଏଠି ରହିବାକୁ ଅନୁମତି ଦିଅନ୍ତୁ ଜେଜେ। ନା,
ଗୋଟିଏ ମୁସଲମାନ ଘରର ଝିଅ ଏ ଘରେ ରହିଲେ ରାଧା ଗୋବିନ୍ଦ ଭୋଗ ଖାଇବେନି। ଜେଜେ ସାଲେବେଗ ତ ମୁସଲିମ ଥିଲେ, ତାଙ୍କ ଡାକରେ କୋଟି ଓଡ଼ିଆର ମୌଡ଼ମଣି ପ୍ରଭୁ ଜଗନ୍ନାଥ ତାଙ୍କ ଡାକ ଶୁଣିଥିଲେ ଆଉ ତାଙ୍କୁ ଭଲ ପାଇ ବସିଥିଲେ। ତାହେଲେ ମୁଁ ଯଦି ଆପଣଙ୍କ ଘରେ ରହେ ତାହେଲେ ଆପଣଙ୍କ ଦେବା ଦେବୀ ଠାକୁର କାହିଁକି ଭୋଗ ଖାଇବେନି? କିଏ ମୋ ସହ ଯୁକ୍ତି କରୁଛି? ଯେତେ ଶୀଘ୍ର ପାରୁଛୁ ଏଇଟାକୁ ମୋ ଆଖି ସାମ୍ନାରୁ ନେଇଯା, ନହେଲେ ମୋ ହାତଟା କେତେବେଳେ ଉଠିଯିବ ଯେ। ମଣିଷ ସବୁଠୁ ନିରାଶ ହେଲା ପରେ ସିଂହ ଦ୍ୱାରକୁ ଯାଏ। ସିଂହ ଦ୍ୱାର ଯଦି ଫେରେଇ ଦେଲେ ସେ ଆଉ କୋଉଠିକି ଯିବ ଜେଜେ? ମୁଁ ତମ ହାତ ଧରୁଛି ଜେଜେ। କଣ ମତେ କଣ କହିଲ ଜେଜେ? ତମକୁ କଣ ଛୁଇଁବାର ଅଧିକାର ମୋର ନାହିଁ? ମୁଁ ପରେ ତମ ନା, ତୁ ମୋ ନୁହଁ, ତୁ ଗୋଟେ ବିଧର୍ମୀ କଳା ପାହାଡ଼। ମୋ ପାଇଁ ମୋ ମରି ସାରିଛି, ମୁଁ ତା ପାଇଁ ସୁଧି ହେଇ ପଡ଼ିଛି। ତମେ ଓମକୁ ଏମିତି କଥା କହିପାରିଲ? ତମେ ପରା ରାଧା ଗୋବିନ୍ଦଙ୍କ ପାଖରେ ଅଧା ଆଇସ ତାକୁ ଆଉ ଅଧା ଆଇସ ମତେ ଦାନ କରିଥିଲ। ଆଜି କେମିତି ଚିନ୍ତା ସୁଧି ହେଇ ପଡୁଛ? ତାମାନେ କଣ ମତେ ବୁଝି ନେବାକୁ ହବ ଯେ ତମେ ସେଦିନ ଆମକୁ ମିଛରେ କହୁଥିଲ? ତୁ ଚୁପ କର, ମୁଁ ଯାହା ନିଷ୍ପତ୍ତି ନେଇଛି ସେୟା ହବ। ଓମେ ଘର ଛାଡ଼ିକି ଯିବ। ଯେ ଘର ଛାଡ଼ିଗଲେ ସେ ରହିବ କୋଉଠି? ସେ ଖାଇବ କଣ? ତମ ମାଲିଆକୁ ଧରି ଗଛ କଡ଼ରେ ବୁଲିଲେ ତମକୁ କଣ ଭଲ ଲାଗିବ? ସେମାନେ ଏବେ ତମ ଗୋଡ଼ ତଳେ ପଡ଼ିଯିବେ ଯେ ତମେ ଯେ ପର୍ଯ୍ୟନ୍ତ ନ କହିବ ସେ ପର୍ଯ୍ୟନ୍ତ ଗୋଡ଼ ତଳେ ପଡ଼ି ରହିବେ। ତା ବଦଳରେ ତମେ ସେମାନଙ୍କୁ କ୍ଷମା କରିଦିଅ ଜେଜେ। ତୁ ଚୁପ କର। ମୋ କଥା ତାହେଲେ ରଖିବନି ଜେଜେ? ତୋ କଥା ରଖି ଏ ବିଧର୍ମୀ କଳା ପାହାଡ଼ଟାକୁ ଆଉଟ୍ ହାଉସ୍କୁ ଛାଡ଼ିଦେଲି। କଣ କହିଲ ଜେଜେ? ମୁଁ ଆଉଟ୍ ହାଉସରେ ରହିବି? ଦୟା ଦେଖାଇ ରହିବା ପାଇଁ ଜାଗା ଖଣ୍ଡେ ଦେଲି, ସେତିକି ପାଇବାର ଯୋଗ୍ୟତା ବି ତୋର ନାହିଁ। ଜେଜେ ଯଦି ସେ ମତେ ବାହା ହୋଇ ଅଯୋଗ୍ୟ ହେଇଯିବେ, ଅଦରକାରୀ ହେଇଯିବେ, ଦରକାର ନାହିଁ ମୋର ଏ ସମ୍ପର୍କ, ଦରକାର ନାହିଁ ମୋର ଏ ବୋହୁ ପଣିଆ। ହଁ ଜେଜେ, ମୁଁ ସବୁଦିନ ପାଇଁ ଏ ସମ୍ପର୍କ ତୁଟେଇ ଦେବି। ହେଲେ ଜେଜେ ମୁଁ ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଜେଜେ, ଦୟାକରି ଆପଣ ତାଙ୍କୁ ଏ ଘରେ ରହିବାକୁ ଅନୁମତି ଦିଅନ୍ତୁ ଜେଜେ, ଅନୁମତି ଦିଅନ୍ତୁ। ତୁ ତାହେଲେ ସମ୍ପର୍କଟା ତୁଟେଇ ଦେଇପାରିବୁ? ମୁଁ ସବୁଦିନ ପାଇଁ ଏ ଘର ସମ୍ପର୍କ ତୁଟେଇ ଦେବି, ଆଉ ଏଇ ମୁହୂର୍ତ୍ତରେ ତୁଟେଇ ଦେବି। ନା, ମୁଁ ସେମିତି ହବାକୁ ଦେବିନି। ଗୋଟିଏ ବାଟରେ ଚାଲିଛୁ, ଗୋଟିଏ କୋକେଇରେ ଯିବୁ, ଗୋଟିଏ ଜୁଇରେ ଜଳିବୁ। ତାହେଲେ ଯା, ନିଜ ସ୍ତ୍ରୀଟାକୁ ନେଇ ଆଉଟ୍ ହାଉସ୍କୁ ଚାଲିଯା। ଚାଲିଯିବି ଅନାଥ ଦାସ ମହାପାତ୍ର। ତମ ଭଳି ରକ୍ଷଣଶୀଳ ମଣିଷ ପାଖରେ ମୁଁ ଗୋଟିଏ ମୁହୂର୍ତ୍ତ ବି ରହିବିନି। କଣ କହିଲୁ? ମୁଁ ରକ୍ଷଣଶୀଳ? ଆଉ କି ଉପମା ଦେଇଥାନ୍ତି ଯେ ମୁସଲମାନ ମାଟି ଉପରେ ଚାଲିଲା ବେଳେ ମାଟି ତ କାହିଁ ପାଟି ଯାଉନି, ନଈରୁ ପାଣି ପିଇଲା ବେଳେ ନଈ ତ କାହିଁ ଶୁଖି ଯାଉନି, ପବନରୁ ନିଶ୍ୱାସ ନେଲା ବେଳେ ପବନ ତ କାହିଁ ଅଟକି ଯାଉନି। ମାଟି, ପାଣି, ପବନ ମଣିଷକୁ ସମାନ ଦୃଷ୍ଟିରେ ଦେଖନ୍ତି। ତମ ଭଳି ରକ୍ଷଣଶୀଳ ମଣିଷ ମାନେ ମଣିଷକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି।
ଜଗନ୍ନାଥ ଦାସ ମହାପାତ୍ର ମଲା ଯାଏ ଚାଲୁଥିବ। କ'ଣ କହିଲୁ? ଆରେ ମୁଁ ଶଗଡ଼ ଗୁଡ଼ା ଚାଲୁଛି, ମୁଁ ରକ୍ଷଣଶୀଳ। ଅନାୟ ଦାସ ମହାପାତ୍ର ଘରର ଏରୁଣି ବନ୍ଧ ଡେଇବା ପାଇଁ ଚେଷ୍ଟା କରି ମୁଁ ଜଗନ୍ନାଥ ଡାକୁଛି ଯେ ରାଧା ଗୋବିନ୍ଦ ଭାଇ ତମେ ଯେତିକି ଆଇଛ ମତେ ଦାନ କରିଦେଲ, ଯେତିକି ଆଇଛ ମୁଁ ତମକୁ ଦାନ କରିଦେଉଛି। ଜାତି ନଷ୍ଟ ହେଲା ପରେ କାହିଁକି ବଞ୍ଚିବି? ହେଲେ ଗୋଟିଏ କଥା ରଖିବ ଯେ ମୁଁ ମରିଗଲା ପରେ ମତେ ବିଧର୍ମୀ କଳା ବାହାଡ ନ କହି ମୋ ଗୋକେରେ କାନ୍ଦ ଦବ ଯେ। ଆସୁଛି ଭାଇନା, ଆଜିଠୁ ତମେ ହିନ୍ଦୁ ଆଉ ମୁଁ ମୁସଲମାନ। ଆମ ମଝିରେ ବହୁତ ବଡ଼ ପାଚେରୀ। ନା ତମେ ମତେ ଦେଖିପାରିବ ନା ମୁଁ ତମକୁ ଦେଖିପାରିବି। ପାଚେରୀ ପାଖେ ତମେ କାନ୍ଦିବ ଆଉ ପାଚେରୀ ପାଖେ ମୁଁ କାନ୍ଦିବି। କୁଳାଙ୍ଗାରଟା ଆସିଥିଲା ଅନାୟ ଦାସ ମହାପାତ୍ରର ଜାତି ନଷ୍ଟ କରିବା ପାଇଁ। ଏସୁ ତୁ ଆଣିକି ଫୋନ କରିଥିଲୁ, ସେ ଏପର୍ଯ୍ୟନ୍ତ କାହିଁ ଆସିଲାନି ତ? ଆରେ ଫୋନ କରିଥିଲୁ ତ? ମୁଁ କେମିତି କହିପାରିବି? ଆରେ ଆଉ ଥରେ ତାକୁ ଫୋନ କର। ତମେ କାହିଁକି ଏମିତି ବ୍ୟସ୍ତ ହେଇପଡୁଛ ମୁଁ କିଛି ଜାଣିପାରୁନି। ତୁ କିଛି ବୁଝିପାରିବୁନି, ବୁଝିଲ ବି ତୁ କିଛି କରିପାରିବୁନି। କାହିଁକି ଡାକିଥିଲେ ଜେଜେ? ମା କିଛି ନୂଆ କଥା ନାହିଁ ମା, ପୁଣି ସେଇ ପୁରୁଣା କଥାକୁ ପୁନରାବୃତ୍ତି କରିବା ପାଇଁ ଚାହୁଁଛି। କିଛି ବୁଝିପାରିଲେନି ଜେଜେ? ମୁଁ ତମ ଦୁଇ ଜଣଙ୍କର ବିବାହ ତାରିଖଟା ସ୍ଥିର କରିଦେବା ପାଇଁ ଚାହୁଁଛି। ମୋର ଏଥିରେ କିଛି ଆପତ୍ତି ନାହିଁ, କିନ୍ତୁ ମୁଁ ଭାବୁଛି ଆପଣ ନିଶ୍ଚୟ ଆପତ୍ତି କରିବେ। ଆରେ ତୋ ପରି ଗୋଟେ ସୁନ୍ଦରୀ ଝିଅକୁ ନାତୁଣୀ ବୋହୂ କରିବା ପାଇଁ ମୁଁ କାହିଁକି ବା ଆପତ୍ତି କରିବି? ନାଇଁ ଜେଜେ, ମୁଁ କ'ଣ କହୁଥିଲି କି? ଆରେ ଓମଟା ଗୋଟେ ମୁସଲମାନ ଘରର ଝିଅକୁ ବିବାହ କରିଗଲା ପରେ ମୁଁ ବଂଶ ରକ୍ଷା କରିବା ପାଇଁ ବ୍ୟସ୍ତ ହେଇ ପଡ଼ିଛି। ଜେଜେ
କିଛି ପିଲାପିଲି ହେଲେ ତମ ବଂଶ ରକ୍ଷା ହେଇପାରିବନି କାହିଁକି? ନା ତା ଦେହରେ ବି ମୁସଲମାନର ଷ୍ଟାମ୍ପ ବାଜିଯିବ। ସେଥିପାଇଁ ତମେ ମୋର ଦ୍ୱିତୀୟ ବିବାହ କରିବାକୁ ଚାହୁଁଛ? ତୁ ଠିକ ଅନୁମାନ କରିପାରିଛୁ ରେ ଈଶୁ, ଠିକ ଅନୁମାନ କରିପାରିଛୁ। ଆଚ୍ଛା ମାନି, ଆଜ୍ଞା ତମେ କଣ ଭାବୁଛ? ନାଇଁ ଚାଚୀ ମୁଁ କ'ଣ କହୁଥିଲି ତମେ ମୋ ଈଶୁକୁ ବିବାହ କରିବ ତ? ନା ମୁଁ ଈଶୁକୁ ବିବାହ କରିପାରିବିନି। ତମେ ଆଉ ଥରେ ଭଲ ଭାବରେ ବୁଝିକି କୁହ। ମତେ ଗାଳି କରନ୍ତୁ କି ଭୁଲ ବୁଝନ୍ତୁ, ହେଲେ ମୁଁ ଆପଣଙ୍କ କଥା ଜମାରୁ ବି ରଖିପାରିବିନି ଚାଚୀ। ଏଡ଼େ ବାର୍ଯ୍ୟ ଝିଅ ତମେ। କାଲି ତମେ ତାକୁ ବିବାହ କରିବା ପାଇଁ ତା ପଛରେ ଗୋଡ଼ଉଥିଲ, ଆଜି ମନା କରିଦଉଛ। ତମ ବଡ଼ ଲୋକମାନଙ୍କର ଚରିତ୍ର କ'ଣ ଏଇଆ? ଜେଜେ ତମେ ଆନି ଚରିତ୍ରକୁ ଦୋଷ ଦେଇପାରୁଛ? ତାକୁ କେମିତି ବାଜେ ଝିଅ କହିପାରୁଛ? ଆରେ ନୁହେଁ ତ ଆଉ କ'ଣ, ଯେ ଋତୁ ପରିବର୍ତ୍ତନ କଲା ପରି ନିଜ ଚରିତ୍ରଟାକୁ ପରିବର୍ତ୍ତନ କରିପାରିଲା, ତାକୁ ବାଜ୍ୟ ଝିଅ କହିବିନି ତ କ'ଣ କହିବି? ମୋ ବିବାହ ନ କରିବାର କାରଣ ଶୁଣିଲେ ଆପଣ ବି ଋତୁ ପରି ବଦଳି ଯିବେ ଚାଚୀ। କ'ଣ ସେ କାରଣ? ମତେ ନାତୁଣୀ ବୋହୂ କରିବା ପାଇଁ ଇଚ୍ଛା ପ୍ରକାଶ କରିବେନି। ଆରେ କ'ଣ ସେ କାରଣ କହ? କାହିଁକି ତତେ ତୁ ରାଜି ହଉନୁ ବିବାହ କରିବା ପାଇଁ? କାରଣଟା ହଉଛି ମୁଁ ବନ୍ଧ୍ୟା ହେଇଯାଇଛି ଚାଚୀ। ଆଉ କାହା ପାଇଁ ବନ୍ଧ୍ୟା ହେଇଛି ଜାଣିଛ? କେବଳ ଆପଣଙ୍କ ମୁନା ପାଇଁ। ମୁନା ଠାରୁ ବାଆଟା ଖସୁଡ଼ି କୋଣରେ ବସେଇ ତାକୁ ଧନ ଗେଲ କହି ଗେଲ କରିବି। ଏମିତି କିଛି ଆଶା ରଖି ମୁଁ ଫ୍ୟାମିଲି ପ୍ଲାନିଂ କରିଥିଲି ଚାଚୀ, ହେଲେ ମୁନାଟା ଏତେ ବଡ଼ ଅବୁଝା ଯେ ମୋ ଦୁଃଖ ବୁଝିପାରିଲାନି। ଶେଷରେ ମତେ ଦୋଛକି ରାସ୍ତାରେ ଠିଆ କରେଇ ଦେଇ ଚାଲିଗଲା। ଚାଲିଗଲା ସେ। ଏବେ କୁହ ନାଦି ଦାସ ମହାପାତ୍ର, ତାପରେ ବି ତମେ ଆନି ଚରିତ୍ରକୁ ଦୋଷ ଦେଇପାରିବ? ତାକୁ ବାଜେ ଝିଅ ବୋଲି କହିପାରିବ? ନାରୀ ଜନ୍ମ ହେବା ସହଜ ଯେ, ହେଲେ ଦେବୀ ଜନ୍ମ ହେବା ବହୁତ କଷ୍ଟ। ଗୋଟିଏରେ ଗୋଟିଏ ଦେବୀ ଜନ୍ମ ହୁଏ, ଯିଏ ନିଜ ଜୀବନର ସମସ୍ତ ଖୁସିକୁ ବାଣ୍ଟି ଦେବା ପରେ ସାମାନ୍ୟ ଗୋଟେ ଲୁହକୁ ନିଜର କରେ। ମୁଁ ଆଉ କିଛି ଆପତ୍ତି କରିବିନି ଜେଜେ, କି କିଛି ବି ଅଭିଯୋଗ କରିବିନି। କେବଳ ଯୀଶୁ ମୋ ମଥାରେ ସିନ୍ଦୁର ଦେବା ପର୍ଯ୍ୟନ୍ତ ମୁଁ ନିରବରେ ଅପେକ୍ଷା କରିବି। କୁହ ଜେଜେ, ମତେ କ'ଣ ସିନ୍ଦୁର ଟୋପାଏ ମିଳିବନି? ସତ କହୁଛି ଜେଜେ, କେବେ କୌଣସି ଦିନ କୌଣସି ଅଧିକାର ବି ଜାହିର କରିବିନି। କଥା ଦିଅନ୍ତୁ ଜେଜେ, ମତେ ସିନ୍ଦୁର ଟୋପାଏ ଦେବା ପାଇଁ ଆପଣ କ'ଣ ଆପଣଙ୍କ ନାତିକୁ ଅନୁମତି ଦେବେନି? ମୁଁ ପାରିବିନି ରେ ମା, ମୁଁ ପାରିବିନି। ତୁ ମତେ ଅମଣିଷ ବୋଲି କହ କି ସ୍ୱାର୍ଥପର ବୋଲି କହ, ମୁଁ କିଛି ବି ଆପତ୍ତି କରିବିନି। ହେଲେ ମୁଁ ବଂଶ ରକ୍ଷା କରିବା ପାଇଁ ଏମିତି ବ୍ୟସ୍ତ ହେଇ ପଡ଼ିଛି ଯେ ତତେ ମୁଁ ସୌଭାଗ୍ୟବତୀ କରିବା ପାଇଁ ଆଶୀର୍ବାଦ କରିପାରିବିନି, କି ଈଶୁକୁ ତ ମଥାରେ ସିନ୍ଦୁର ଦେବା ପାଇଁ ବାଧ୍ୟ କରିପାରିବିନି। ଜେଜେ, ମୁଁ ସତ କହୁଛି ଜେଜେ, ଆଉ ସିନ୍ଦୁର ମାଗିବିନି। କିନ୍ତୁ ମୋ ଈଶୁ ପାଇଁ ଗୋଟେ ଝିଅ ଖୋଜିବା ପାଇଁ ମତେ ଅନୁମତି ଦିଅନ୍ତୁ ଜେଜେ। ଆନି ତମ ଅଧିକାରକୁ ତମେ ଆଉ କାହାକୁ ଦାନ କରିଦେବା ପାଇଁ ଅନୁମତି ମାଗୁଛ?
ଯୋଉ ସୁଖ ଯୋଉ ସମ୍ପର୍କ ଆଉ ଯୋଉ ସିନ୍ଦୁର ଉପରେ କେବଳ ତମର ଅଧିକାର ଥିଲା ତାକୁ ତମେ ବଜାରରେ ବିକ୍ରି କରିଦେବାକୁ ଚାହୁଁଛ। ସେଇଥିପାଇଁ ତ ମୁଁ ଅନନ୍ୟା ଗୋଟିଏ ଥର ବନ୍ଧ୍ୟା ହବା ପାଇଁ ସୁଯୋଗ ଦେଇଥିଲ ନା, ହେଲେ ଆଉ ଗୋଟିଏ ଥର ତମ ପାଇଁ ଝିଅ ଖୋଜିବା ପାଇଁ ଅନୁମତି ଦିଅ। ତମ ଜୀବନଟାକୁ ଉଜାଡ଼ି ଦେବା ପରେ ତମେ ପୁଣି ମୋ ପାଇଁ ଅମଳ ଖୋଜିବା ଆଣିଛ। କାହିଁକି ଆନି? କାହିଁକି ତମେ ମତେ ଏତେ ଛୋଟ କରି ଦଉଛ? ତମେ ମୋ ଲାଗି ଝିଅ ଖୋଜିବାକୁ ଅନୁମତି ମାଗିଲା ବେଳେ ମୋର କେବଳ ସେଇ ମଗୁସିର କଥା ମନେ ପଡ଼ି ଯାଉଛି। ଆନି ସେ ମଗୁସିରଟା ମତେ କାନେ କାନେ କହୁଛି ତୁ ଆନି ପାଖରେ ଛୋଟ ହେଇଯାଇଛୁ, ତୁ ଆନି ପାଖରେ ଛୋଟ ହେଇଯା। मो बेन को कमेंट करिबो थरे जदि कमेंट करिबो सोला को कदली मंचा कुचैला बलिया सोला को कुचै दे सोला मो बेन को कमेंट करिबो। भाई कोन हेची तुमे कहा प्रेम ते विरक्त हो चुकिला? अरे अरे ए गां टोका को ऊपर मन को जाउची ता कहि जाउसुंती। हो हो छाड़ से कथा राशन दुकानी की कही देइची से सबु मासरे राशन पठेई दबो आ नील पई बाजार ऊपर गोटे घर बुझी देइची से सेठी रही बिजनेस करिवो। किंतु किंतु बिंतु किछि नहीं ए सुन एथिरे मा आ तो पई साड़ी अछि आ नील पई पैंट शर्ट अछि। अरे ने अरे ने हे नहीं दस्ता नहीं सगुड़ा काम हे डरेले जगड़ी खिया आना मारा को चिरा फिटा भी देबु हे तो दयारे ने चमा चलिबु नहीं दया। अरे दया किए क्या को देखौची एठी मु तो पुओ हिसाब रे केवल कर्तव्य ही करिची। हां तू तो दादी मो पुआ मो नीरा का मो पड़ीसा सुनुचु इति सुनुचु। अरे माँ कौन कहूची सुनी पारुचु? अली भाई बो तुमको कहीं ग्रहण कर पाना तुम जानिच एटा तांकर दोष नुहे एटा होची ए राक्षस समाज दोष। सी जो रास्ता देखौची माँ से रास्ता बाट चलुछंती। समाज कौन पुओ को पुओ कहबा शिखैनी तू मते पुओ बोली मानि जालो माँ मु तोर ही बड़ पुओ मो बड़ पुओ तो मरी जाईची मरी जाई
ପହଞ୍ଚେଇବି। ସେତିକି ଯୋଉଦିନ କରିଦବୁ ତୁ ସେତିକି ଯୋଉଦିନ କରିଦବୁ ମୁଁ ତତେ କୋଳରେ ବସେଇବି ଆଉ ଏଠି ସମସ୍ତଙ୍କୁ ଚିତ୍କାର କରି କହିବି ଏ ରମଜାନ ଅଲି ମୋ ବଡ଼ ପୁଅ। ବୋଉ ତମେ ଯଦି ଏମିତି କରିବ ତାହେଲେ ତମ ଜାତି ଚାଲିଯିବନି। ଚାଲି ଯାଉ ଜାତି ମୋର ଚାଲି ଯାଉ ହେଲେ ମୋ ସାଥିରେ କିଛି ଦରକାର ନାହିଁ। ମୁଁ କହିବି ଏଇ ରମଜାନ ହଉଛି ମୋ ବଡ଼ ପୁଅ ସେ ଲୋକଟା ମୋର ନିହାତି ଦରକାର। ମୋ ବଡ଼ ପୁଅଟା ଏଡ଼ିଟାରୁ ଏଡ଼େଟା କରିଥିଲି ନିଜେ ନ ଖାଇ ତାକୁ ଖାଇବାକୁ ଦେଇଥିଲି ନିଜେ ତୋରାଣି ବି ତାକୁ ଭାତ ଦେଲି ହେଲେ କୋଉ ଜଗୁଡ଼ି କିଆ ତାକୁ ଅଧା ବୟସରୁ ମାରିଦେଲା ମୋ ପୁଅକୁ। ହେଲେ ହେଲେ ମୋ ମା ପଡ଼ିଆ ଯଦି ସତ ହେଇଥାଏ ମୋ ଗର୍ଭଯତ୍ର ଯଦି ସତ ହେଇଥାଏ ସେ ଜଗୁଡ଼ି କିଆ ଯଦି ମୋ ସାମ୍ନାରେ ଥରେ ପଡ଼େ ସିଏ ମୋ ଆଖି ଲୁହରେ ଭାସିଯିବ। କୂଳ କିନାରା ପାଇବୁନି ରେ ଜଗୁଡ଼ି କିଆ। ସାର୍ ଆପଣ ଆନି ଆସିଥିଲା। ଆନି ଆନି ମ୍ୟାଡ଼ାମ୍ ସେ ତ ଟିକେ ଆସିନାହାନ୍ତି। ଆନି ମୋତେ ଫୋନ୍ କରି କହିଲା ସେ ଏଠିକି ଆସିଛି ବୋଲି। ଗଲା କୁଆଡ଼େ? ମୋବାଇଲକୁ ଟ୍ରାଏଲ୍ କଲି ବି ସୁଇଚ୍ ଅଫ୍ ଆସୁଛି। ସାର୍ ଆଚ୍ଛା ଅଲି ତମେ କେମିତି ଅଛ? ଦେଖନ୍ତୁ ଆଜ୍ଞା ମୁଁ ଆନିଠାରୁ ସବୁ କଥା ଶୁଣିଛି। ତମେ ଏଠିକି ଆସିବାର କାରଣ ଜାଣିଛି ଆଉ ଆଶ୍ରୟ ନେବାର କାରଣ ବି ଜାଣିଛି। ଆଜ୍ଞା କାରଣଟା କ'ଣ କହୁନାହାନ୍ତି? କିଛି ନାହିଁ, କେବଳ ମଣିଷ ପଣିଆ ଅନ୍ୟକୁ ସାହାଯ୍ୟ କରିବାର ମାନସିକତା। ହେଲେ ଆପଣ ମିଛ କହୁନାହାନ୍ତି ତ ବାବୁ? ଯଦି ଶିରୋପରି ମଣିଷ ମହାଭାରତ ଯୁଦ୍ଧରେ ମିଛ କହିଥିଲେ ମୁଁ ସତ କହୁଛି ବୋଲି କିଏ ପ୍ରମାଣ ଦେବି? କ'ଣ କହିଲେ ସାର୍? ଇଏ ବୋଧ ହୁଏ ଏ ହେଉଛନ୍ତି ମୋ ମା। ଜାତି ଧର୍ମ ନାଁରେ ତମେ ଅଲିକି ଘୃଣା କରିବନି, ତାକୁ ଆପଣାର କରିନେବ। ଏତିକି କଲେ ତମକୁ ପୁଣ୍ୟ ମିଳିବ ଆଉ ସେ ବିଚରା ଅଲିକୁ ତମମାନଙ୍କର ସାନ୍ନିଧ୍ୟ ମିଳିବ। ସାର୍ ମୁଁ ଆସୁଛି ଇତି, ମୁଁ ଆସୁଛି। ଆନି ଯଦି ଆସେ ତାକୁ କହିଦେବ ମୁଁ ଖୋଜୁଥିଲି ବୋଲି। ହଁ, ମୁଁ ଆସୁଛି। ଏ ମା ଏ ଆନି ଲେଇଥିଲ କ'ଣ ହେଲା ବୋଉ? ଇଏ ତ ମାଲିକଟି। ତାଙ୍କ କଥା ଗୁଡ଼ା ମତେ କାହିଁ ଭାରି ଅଡୁଆ ଅଡୁଆ ଲାଗୁଛି ବା ଭାରି ଅଡୁଆ ଲାଗୁଛି। ନା ମା ତାଙ୍କ କଥାବାର୍ତ୍ତା ସବୁବେଳେ ସେମିତି। ପାଖ ଲୋକ ପୁରା ସପେଇ ଦେଲା ଆଉ। ବୋଉ ତମେ ତ ସମସ୍ତଙ୍କ ସହିତ ଭଲରେ କଥାବାର୍ତ୍ତା ହଉଛ ହେଲେ ଅଲି ଭାଇଙ୍କ ଉପରେ କାହିଁ କେମିତି ଲାଗୁଛ? ଯେତେ ଘୃଣା କରୁଛନ୍ତି କରନ୍ତୁ, ମୋର ଯାଏ ଏତେ କିଛି ନାହିଁ। 1000 ଦିନ ଭଲ ପାଇଲେ ବି ମୁଁ ଜାଣିଛି ମୋ ମା ମତେ ସିର୍ଫ 2 ଦିନ ଭଲ ପାଇବ। ଯୋଉ ଦିନ ସେ ମଣିଷ ମରଟାକୁ ଆଣି ତା ପାଦ ତଳେ ଥୋଇଦେବି ସେଦିନ ତା କୋଳରେ ବସେଇ ମତେ ଗେଲ କରିବ। ଆଉ ବେଶୀ ଖୁସି ହବ ସେଦିନ ଯୋଉଦିନ ମୁଁ ଏ ଘରେ ମୂର୍ତ୍ତା ରହି ପଡ଼ି ରହିବି। ମୁଁ ଜାଣିଛି ଆଉ କିଏ କାନ୍ଦୁ କି ନ କାନ୍ଦୁ ମୋ ମା ସବୁଠୁ ବେଶୀ କାନ୍ଦିବ। ଆଉ କାନ୍ଦି କାନ୍ଦି ତା କଲିଜାଟା ଖସି ପଡ଼ିବ। ହଁ ହଁ ତା କଲିଜାଟା ଖସି ପଡ଼ିବ। ପଳେଇ ଗଲେ ସତରେ ଯଦି ମୋ କଲିଜାଟା ଖସି ପଡ଼ିବ ଯୋଗଣିଖିଆ ପଠାଣ। ହେଇ ଆଲୋ ତୁ ଗୋଟେ କାମ କର, କ'ଣ ଗୋଟେ କହିବି ତତେ କହୁଥିଲି। ହଁ ତୁ ସେତେବେଳୁ ଆଇଲୁଣୁ ଏଇ ଲୁଗା ପିନ୍ଧି ବୁଲୁଥିବୁ ଯାଉନୁ ଗୁଡ଼ାକ ବଦଳା ବଦଳି କରିବୁ। ହଁ ବୋଉ ଯାଇଥିଲି ମୁଁ ଆସିଛି ବୋଉ। ଯା
ଛୁଆଟା ମୋର କଞ୍ଚା ବୟସରୁ ବିଧବା ହେଇଗଲା। ହେଲେ ମୁଁ ସବୁ ଦେଖି ଶୁଣି ବି କିଛି କରିପାରୁନି। ମୁଁ ଚାହିଁଲେ ବି ଆଉ କ'ଣ କରିପାରିବି? ଖାଲି ଯାଏ ଘରେ ବୁଢ଼ୀଟା ହନ୍ତସନ୍ତ ହେଇକି ମରୁଛି, ଆଉ କ'ଣ କରିବ? ତା ଭିତରେ ଯୋଗଡ଼ିଖିଆ ପଠାଣ ଆସି ଗୋଟେ ନିଡ଼ା ଲଗେଇଛି। ମୁଁ ଏକୁଟିଆ ବୁଢ଼ୀ ଲୋକ କେତେ କ'ଣ କରିବି? ଯୋଗଡ଼ିଖିଆ ପଠାଣ ହେଲେ ପଳାନ୍ତା, ମୁଁ ଖାଲି ହନ୍ତସନ୍ତ ହେଇ ମରୁଛି। ଆସ ଆନି, ଆସ ଆସ ଆସ। ମଲା ମଲା ବୁଢ଼ା କିଏ ଆଇଲାଣି? ଆଜ୍ଞା, ହଁ ନମସ୍କାର। ଆଜ୍ଞା ଆପଣ ମାନେ? ମୁଁ ଅନାଦାସ ମହାପାତ୍ର। ମୁଁ ଆନି ଅନନ୍ୟା ଆଚାର୍ଯ୍ୟ। ଇତି ଆମମାନଙ୍କୁ ଭଲ ଭାବରେ ଜାଣିଛି, ହେଲେ ଆପଣଙ୍କ ପରିଚୟଟା ଜାଣିପାରିଲେନି। ମୁଁ ତ ମା 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 ହଁ ହଁ ଠିକ କହିଲେ। ମୁଁ ବୁଝିପାରିଲି ମା। ହଉ ମୁଁ ଟିକେ ଇତିକି ଡାକି ଦଉଛି। ନା ନା, ଇତିକୁ ଡାକିବା କିଛି ବି ଦରକାର ନାହିଁ। ଆମେମାନେ ଆପଣଙ୍କ ପାଖକୁ ଆସିଥିଲୁ। ହେଲେ ମା, ମୋ ପାଖରେ କ'ଣ କାମ ପଇଲା? ମା ଆପଣ ଯଦି କିଛି ଖରାପ ନ ଭାବନ୍ତି, ନାଇଁ, ଭାବିବିନି, କହୁନ। ମୁଁ ଗୋଟେ ପ୍ରସ୍ତାବ ନେଇ ଆସିଥିଲି। କହୁନାହାନ୍ତି। ମୁଁ ଇତିକି ମୋ ଘରକୁ ନାତୁଣୀ ବୋହୂ କରି ନେଇଯିବା ପାଇଁ ଚାହୁଁଛି। କ'ଣ କହିଲେ ଆପଣ? ଇତି ବହୁତ ସୁଖରେ ରହିବ। ଆପଣ କୌଣସି କଥା ଚିନ୍ତା ନ କରି ଖାଲି ହଁ କରିଦିଅନ୍ତୁ। ହେଲେ ଆପଣ ମାନେ ତା ବିଷୟରେ କିଛି ଜାଣିନାହାନ୍ତି। ଜାଣିଛି ମା, କଥାବାର୍ତ୍ତା ଚାଲିଚଳନ ସବୁଥିରେ ସେ ମାର୍ଜିତ। ଶିକ୍ଷିତା ଆଉ ସୁନ୍ଦରୀ ମଧ୍ୟ। ମୁଁ ଜାଣିଛି ତାର କୌଣସି କଥାରେ ଖୁଣ ନାହିଁ। ତାର ପରା ଗୋଟିଏ ଖୁଣ ଅଛି। ମା, ହଜାରେ ଖୁଣ ଭିତରେ ଗୋଟିଏ ଖୁଣ କୁଆ ଲିଭିଯିବ? ଓହୋ, ଆପଣ ବୁଝୁନାହାନ୍ତି କାହିଁକି କହିଲେ? ବୁଝିବା କିଛି ବି ଦରକାର ନାହିଁ, ଖାଲି ଆପଣ ଏ ପ୍ରସ୍ତାବରେ ରାଜି ହେଇଯାଆନ୍ତୁ। ହଁ, ଦେଖିବା। ଏ ଛୁଆଟା ବି ଏ ଘର ଭିତରେ ଖାଲି ଯମ ଯନ୍ତ୍ରଣା ଭୋଗୁଛି। ଏ ଉପରକୁ ସିନା ହସୁଛି, ଭିତରେ ଭାରି କାନ୍ଦୁଛି। ହଉ, ଜଗନ୍ନାଥ ଯଦି ଏତେ ଦିନ ପର୍ଯ୍ୟନ୍ତ ଜୀବନରେ ସୁଖଟିଏ ଲେଖିଛନ୍ତି, ଏ ମୁଁ ଅରାଜ ହେବାକୁ କିଏ? ଏ ମୁଁ କାହିଁକି ଅରାଜ ହେବି? ହଁ ମା, ତାହେଲେ କ'ଣ ଏତେ ଜଲ୍ଦି ବୁଝିଗଲେ? ହଁ ହଁ, ଏ ଚୁଲିକି ଯାଉ, ସେ ନୀତି ନିୟମ ଜାତି ଯାହା ଯିବା କଥା ଚୁଲିକି ପଳେଇ ଯାଉ। ହେଲେ ମା ଲୋ, ହେ ମା, ମୁଁ ଏ ପ୍ରସ୍ତାବରେ ରାଜି। ଆପଣ ମାନଙ୍କ ପାଖରେ କଥା ରହିଲା। ଆପଣ ମାନେ ଯାହା ଉଚିତ ଯାହା ଅନୁଚିତ ମନ କରିବେ ସେଇଆ କରିବେ। ମୁଁ ଯାଉଛି, ଏତିକି ପଠେଇ ଦଉଛି। ଆଉଛି ମା, ମୁଁ ଯାଉଛି। ମୁଁ ବହୁତ ଖୁସି ମା, ମୁଁ ବହୁତ ଖୁସି। ଆପଣ ବହୁତ ଭାଗ୍ୟବାନ ଯେ ମୁଁ ସିନା କୋଇଲି ପରି କଳା, ହେଲେ ଇତି ଆପଣଙ୍କ ଘର ଭିତରେ ହୀରା ପରି ଝଟକିବ। ମୁଁ କଳା କୋଇଲି, ଆଉ ସେ ଝଟକୁ ଥିବା ହୀରା। ଆଉ ସେ ହୀରା ଏବେ ଆପଣଙ୍କ ସାମ୍ନାରେ ଛିଡ଼ା ହେଇଛି। ତମେ ପୁଣି ଏ ବେଶରେ ମା? କିନ୍ତୁ ତମେ ତ ରଙ୍ଗ ବେରଙ୍ଗର ଶାଢ଼ୀ ପିନ୍ଧି ଡ୍ୟୁଟିକି ଯାଉଥିଲି, ଏହା କହିବେଲ ଆପଣ। ହେଲେ ଏ ଘରର ଅଭାବ ମୋ ବେରଙ୍ଗୀ ଜୀବନରେ ରଙ୍ଗ ଭରି ଦେଇଥିଲା। ସତ କଥାଟା ଏଇଆ ଯେ ମୁଁ ହେଉଛି ଗୋଟେ ବିଧବା। ଆପଣ ବେଶ ବଦଳାଇ ଦେଇଥିଲେ। ଅଭାବ ଆପଣଙ୍କୁ ଏମିତି ବାଧ୍ୟ କଲା? ଖାଲି ଅଭାବ ମୋତେ ବାଧ୍ୟ କରିନଥିଲା ମ୍ୟାଡ଼ାମ୍, ଆପଣଙ୍କ ହସ୍ପିଟାଲର ସିଓ ବି ମୋତେ ବାଧ୍ୟ କରିଥିଲେ। କ'ଣ କହିଲେ? ଯେଉଁଦିନ ମୁଁ ଇଣ୍ଟରଭ୍ୟୁ ଦେବା ପାଇଁ ଆପଣଙ୍କ ହସ୍ପିଟାଲକୁ ଯାଇଥିଲି, ସିଓ ବି ମୋ ସହିତ ଏଇ ବାଧ୍ୟ କରିଥିଲେ। ହେଲେ ତାଙ୍କ କଥା ମୁଁ ନ ମାନି ଫେରି ଯାଇଥିଲି ମ୍ୟାଡ଼ାମ୍। ହେଲେ ମୋ ଶାଶୁ ଘରର ଅଭାବ, ମୋ ଦିଅରଙ୍କର ବେକାରୀ ଜୀବନ ମୋତେ ବାଟରୁ ଫେରେଇ ଆଣିଥିଲା। ହେ ଭଗବାନ! ଡ୍ୟାନ୍ସ କ୍ଲବ୍ ବାର୍ ମୋ ସ୍ୱାମୀଙ୍କ କଥା ମାନି ମୁଁ ଚାକିରି ଛାଡ଼ି ଦେଇଥିଲି। ହେଲେ ହଠାତ୍ ମୋ ସ୍ୱାମୀ ଚାଲିଗଲେ। ଆଉ ଏ ଘରର ଅଭାବଟା ଆମକୁ ଅଜଗର ଭଳି ଗିଳି ଦେବାକୁ ବସିଲା। ମୋ ସ୍ୱାମୀ ପରଠୁ ଆପଣଙ୍କ ହସ୍ପିଟାଲରେ ଚାକିରି କରିଲା ପର୍ଯ୍ୟନ୍ତ ଏମିତିକି ଗୋଟେ ଦିନ ନାହିଁ ଆମେ ପେଟ ପୁରା ଦିନକୁ 3 ବକ୍ତ ଖାଇଛୁ। ଏବେ ତମେ କହ ମ୍ୟାଡ଼ାମ୍, ଏଇଭଳି ପରିସ୍ଥିତିରେ ଗୋଟେ ଚାକିରି ପାଇଁ ମୁଁ ଅନେକ ଡୋର ବାଡ଼େଇଛି। ଏ ସହରରୁ ସେ ସହର ବୁଲିଛି, ଆଉ ଏ ଅଫିସରୁ
ମନା କରିଦେଲେ। ଆଉ ମନା କଲେ ତ କଲେ, ଶେଷରେ ସେ ସମାନ ସର୍ତ୍ତ ବି ରଖିଲେ। ତଥାପି ମୁଁ ସେମାନଙ୍କ ସର୍ତ୍ତରେ ରାଜି ନଥିଲି ମ୍ୟାଡ଼ାମ। ଶେଷରେ ଆପଣଙ୍କ ହସ୍ପିଟାଲରେ ଆପଣଙ୍କ ଝିଅଙ୍କ ସର୍ତ୍ତରେ ମୁଁ ମାନିଗଲି। ମାରେ ମୁଁ ଗୋଟେ କଥା କହିବି, ତୁ ମୋ ସର୍ତ୍ତଟା ମାନିବୁ? କୁହନ୍ତୁ, ଆପଣ କ'ଣ କହିବାକୁ ଚାହୁଁଛନ୍ତି? ମନେ ଅଛି ମା, ସେଦିନ ଆମେ ଦେଖା ହେଇଥିଲେ। ଆଉ ମୁଁ କହିଥିଲି ତୁ ଜଗନ୍ନାଥ କେବେ ଚାହାନ୍ତି ଆମେ ଉଭୟ ଆଉ ଥରେ ଦେଖା ହେବା। ଆଉ ଯେତେବେଳେ ଆଜି ସେ ସୁଯୋଗଟା ମିଳିଛି, ମୁଁ ହାତ ଛଡ଼ା କରିବା କେମିତି? ମାରେ ମୁଁ ତତେ ମୋ ନାତୁଣୀ ବୋହୂ କରି ନେବା ପାଇଁ ଚାହୁଁଛି। ଜେଜେ, ଆପଣ ଏତେ ସହଜରେ କଥାଟାକୁ ଗ୍ରହଣ କରିନେବେ ମୁଁ ଜମାରୁ ବି ଭାବିନଥିଲି ଜେଜେ। ମାରେ ବଂଶ ରକ୍ଷା କରିବା ପାଇଁ ମୁଁ ଏମିତି ବ୍ୟସ୍ତ ହୋଇପଡ଼ିଛି। ଅନାଥ ଦାସ ମହାପାତ୍ର ଘରେ ଗୋଟେ ଆଣ୍ଠୁଆ ଗୋପାଳଟେ ଜନ୍ମ ହବ, ତା ଠାକୁର ଘରେ ଦୀପ ଜଳିବ। ଏମିତିରେ ବି ମୁଁ ଯୀଶୁ ପାଇଁ 1000 ଝିଅ ଦେଖିପାରିଥାନ୍ତି, ହେଲେ ସବୁ ଝିଅ କ'ଣ ଏତିପରି ହେଇପାରିଥାନ୍ତେ? ଏତିକି ତ ବର ମିଳିଯିବ, ହେଲେ ଯୀଶୁ ପରି ଗୋଟେ ଦୁବାଇ ବରକୁ ବା କିଏ ବାବା ହବ? ଏଇ କଥା ଭାବି ମୁଁ ଏ ବିବାହ ପ୍ରସ୍ତାବରେ ରାଜି ହେଇଗଲି ମା, ମୁଁ ରାଜି ହେଇଗଲି। ତମେ ଏମିତି ନୀରବ ରହିଲ କାହିଁକି? ମୋ ନୀରବତାରୁ ଆପଣମାନେ କ'ଣ କିଛି ବୁଝିପାରୁନାହାନ୍ତି? ନୀରବତା ହିଁ ସମ୍ମତି ଜଣାଏ। ତମାନେ ତମେ କ'ଣ ଆମ ପ୍ରସ୍ତାବରେ ରାଜି? ନା, ମୁଁ ତମମାନଙ୍କ ପ୍ରସ୍ତାବରେ ରାଜି ନୁହଁ। ମନେ କରନି ଯୋଉ ଆଶା ଭରସା ନେଇ ଆମେ ତମ ପାଖକୁ ଆସିଛୁ, ତା ନହେଲେ ମୋ ମନ ଭାଙ୍ଗିଯିବ। ତମମାନଙ୍କ ମନକୁ ଯୋଡ଼ି ଦେବା ପାଇଁ ମୁଁ କ'ଣ ମୋ ମନକୁ ଭାଙ୍ଗିଦେବି? ଆରେ ଏ ଦୁନିଆରେ ଗୋଟେ ଝିଅ ଥରେ ବେଦିରେ ବସେ, ଥରେ ସିନ୍ଦୁର ପିନ୍ଧେ, 1000 ଥର ନୁହେଁ। ଗୋଟେ ପୁରୁଷ ଯଦି ବାରମ୍ବାର ବେଦିରେ ବସି ପାରୁଛି, ତାହେଲେ ଗୋଟେ ଝିଅ କାହିଁକି ବାରମ୍ବାର ଶଙ୍ଖା ସିନ୍ଦୁର ପିନ୍ଧି ପାରିବନି? ଏ କଥା ତମେ ଯେ ସମାଜକୁ ପଚାର। ଏ ସମାଜ ହଉଛି ପୁରୁଷର ଏଠି, ପୁରୁଷକୁ ସୁହାଇଲା ଭଳିଆ ନିୟମ କରିଛି ଏ ସମାଜ। ଆଜିକାଲି ବି ବିଧବା ବିବାହକୁ ଏ ସମାଜ ମାନି ନେଇଛି। ହୁଏତ ଇଏ ସ୍ୱୟଂ ରାମଚନ୍ଦ୍ରଙ୍କର ଇଚ୍ଛା। ମୁଁ ଏ ଘରର ମୁରବୀ ଲୋ ମା, ତୋ ଶାଶୁ ବି ଗୋଟିଏ ମା ଲୋ। ଏ ମା, ତୁ ଏ ପ୍ରସ୍ତାବ ରାଜି ହେଇଯା, ରାଜି ହେଇଯା। କ'ଣ କହିଲ ବୋଉ? ମାରେ ମୁଁ ପୁଣି ସିନ୍ଦୁର ପିନ୍ଧିବି, ତମେ ଏ କଥା କହିପାରୁଛ? ଲୋ ମା, ତୋ ଶାଶୁ କହୁଛି। କାହିଁକି କହୁଛୁ କହୁନୁ? ଏ ମୋ ଦୁଃଖଟାରୁ ବା ତୋ ଦୁଃଖଟା ବଳିଗଲା। ତୁ କହୁନୁ ଛୁଆ ମୁହଁ ଲୁଚିଲି ଏ ବୁଢ଼ୀ ବୟସରେ, ତୋର ଖାଲି ମଥା ଖାଲି ଦେଖିଲା ବେଳକୁ ମତେ ଭାରି କଷ୍ଟ ଲାଗୁଛି ଲୋ ମା। ସେଇଥିପାଇଁ କହୁଛି ତୁ ଏ ପ୍ରସ୍ତାବ ରାଜି ହେଇଯା। ଏ ମା, ତତେ ମୋର ତୁ ରାଜି ହେଇଯା ଲୋ ମା, ରାଜି ହେଇଯା। ମାରେ ଏ ଅନାଥ ଦାସ ମହାପାତ୍ର କେବଳ ଠାକୁରଙ୍କ ପାଖରେ ହାତ ଯୋଡ଼ିଛି, କେବେ ହେଲେ କୋଉ ମଣିଷଙ୍କ ପାଖରେ ହାତ ଯୋଡ଼ିନି। ଆଜି ତୋ ପାଖରେ ହାତ ଯୋଡ଼ୁଛି ରେ ମା, ତୁ ଏ ବିବାହ ପ୍ରସ୍ତାବରେ ରାଜି ହେଇଯା। ଈଶୁକୁ ତମେ ବିବାହ କରିବ, ସେଥିରେ ମୁଁ ଈର୍ଷା କରିବା କଥା କାହିଁ? ମୋ ମନରେ ହେଲେ ଟିକେ ଦୁଃଖ ନେଇ, ମୁଁ ତ ଟିକେ ଈର୍ଷା କରୁନି। ତମ ଆଖିରେ ଲୁହ? ନାଇଁ, ସେ କିଛି ନୁହଁ ସେ। ଇଏ ତ ହଉଛି ଖୁସିର ଲୁହ। ମନ ଭିତରେ ଯୋଉ ଖୁସି ଅଛି ନା, ସେଟା ଆଖି ବାଟ ଦେଇ ବାହାରି ଆସୁଛି। ଏଇଠି ଆହୁରି ଖୁସି ହେବି, ଆହୁରି ଖୁସିରେ କାନ୍ଦିବି। ତମେ ଯଦି ଏ ପ୍ରସ୍ତାବରେ ରାଜି ହେଇଯାଅ, ଏଇଠି ମୁଁ ତମକୁ ହାତ ଯୋଡ଼ି ନେହୁରା ହୋଇଛି। ତମେ ଏ ପ୍ରସ୍ତାବରେ ରାଜି ହେଇଯାଅ, ମୁଁ ତମ ଗୋଡ଼ ତଳେ ପଡୁଛି। ତମେ ମାନେ
ଯେତେବେଳେ ମୋ ପାଇଁ ଏତେ ବ୍ୟସ୍ତ ହେଇ ପଡୁଛ, ମୋ ଭଳି ଗୋଟେ ପାଷାଣୀତରେ ପ୍ରାଣ ପରି ଦେବାକୁ ଚାହୁଁଛ, ତାହେଲେ ମୁଁ ଈଶୁକୁ ବାହା ହେବା ପାଇଁ ରାଜି। ବାହାଘରେ ଏତେ ବ୍ୟସ୍ତ ରହିବେ ଯେ ମତେ ନିମନ୍ତ୍ରଣ ପତ୍ର ଦେବା ପାଇଁ ଭୁଲି ଯିବେ, କିନ୍ତୁ ମୁଁ ବିନା ନିମନ୍ତ୍ରଣ ପତ୍ରରେ ଭୋଜି ଖାଇବାକୁ ଯିବି, କାହିଁକି ନା ମୋ ଈଶ୍ୱର ଭୋଜି ଖାଇବାକୁ ପରା ମୋର ଭାରି ଲୋଭ। ଦେଖୁଛ ମୁଁ କେମିତି ଖୁସି ହଉଛି? ଏଇ ଖୁସି ମତେ କିଏ ଦେଇଛି କହିଲ? ସେ ମଗୁସୁର। ଆଉ ସେଇଥିପାଇଁ ସେ ମଗୁସୁର କଥା ମୋର ମନେ ପଡୁଛି। मो रिपोर्ट आसिला। हाँ आज तो मो रिपोर्ट आसिला। रिपोर्ट रे कौन बाहरची कहतु सर, रिपोर्ट रे कौन बाहरची? तुमको तुमको ब्लड कैंसर। मरवा तारीख जानिले मत बेसी कष्ट हेनी, बरम आपण पाटर शुणिले मो घर कांथरे मु गार टाणी लेखिदे पारि। प्लीज कहतु सर मो आईसटा केते दिन? 6 मास। ओनली 6 मास। ए 6 मास भितरे तुम मृत्यु कौ दिन आसब ता निर्दिष्ट भाव में कहीहबनी। निर्दिष्ट दिनटा जदि जानी होता
मो जीवन जिते सब बाकी काम अच्छी मु सारी दे पारती जानी हबनी जिते भावुची काम गुड़ा अधा रही हाउ पेशेंस सर मोर गोटे अनुरोध रखिए सर ए कथा जमी आम दुई को छड़ा कहीं न जानती किंतु सर बापा बो मरीगला परे मो जेजेठा मते बापा परी पाड़ी माँ परी कोड़े बसई बुढ़ाटा मते एते भल पाए जे जदि केतबले रागी गला मते मारेनी बरम निज गालरे निजे चापुड़ा खाए जो न खाइले गोड़ेई गोड़ेई कुआई दिए कोड़े झुलाई की सुआई दिए एक तो जानिले से मरी जीव आउ मो भाई ओम से भी कौन नहीं कौन करी बसिब न खाई न पी से बिछणारे लगी जीव आउ मो स्त्री से ठाकुर घरे मुंड बाड़ेई बाड़ेई लहू लुहाड़ेई जीव आउ कांथरे गार टाणी दिन गणिब केबे ता सिंदूर लिपिब मु शुणी पारिबिनि एसब बंद कर एसब बंद कर ए नुआ रिपोर्ट एतरे सब अच्छी मेडिसिन कंटिन्यू कर हाउ जगन्नाथ को ऊपर भरोसा रख किंतु मते कथा दियंतु सर ए कथा जेमिति आम दुई जन को भीतर रहिबो वो कथा दौटी एसो आम दुई जन को व्यतीत एक कथा आउ के जानी परिबेनी हो मु एबे आसुची सर ठीक अछि आसुची मरण को पाखरे देखिले मनीष केमिते मृत्यु पूर्व मरी जाए एक कथा मु यीशु को देखि जानी पारुछि दिने जन्म हाउ दिने मरण एक कथा सत हेले मरण एते शीघ्र आसे काहे कौन पाई आसे सर एटा मो फाइल नहीं सर ओ सॉरी सॉरी धन्यवाद सर मु आसुची ओके ओके यीशु फाइल खोली पढ़िनी तो से पढ़िले बा कहीं कहब ए फाइल भितर आदित्य आचार्यर दुख कहानी भरी रही बोली पुआ लंडन रू आसुला प्लेन क्रैश रे मरीगला से दुखरे मो स्त्रीटा भी चलीगला केवल ये अनिमो को चाहिए मु आज पर्यंत बंची आसी हेले से आने